ସିଙ୍ଗାପୁର ଓ ହଂକଂରେ ଏମ୍ଡିଏଚ୍ ମସଲାର ବ୍ୟାନ୍ ହେବା ପରେ ଏବେ ଭାରତରେ ମଧ୍ୟ ଏମ୍ଡିଏଚ୍ ମସଲା ଓ ଏଭରେଷ୍ଟ ସମେତ ବିଭିନ୍ନ କମ୍ପାନୀର ମସଲାକୁ ଯାଞ୍ଚ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତ ଏଠାରେ ପ୍ରଶ୍ନ ଉଠୁଛି ଯେ ଦେଶର ଟପ୍ ମୋଷ୍ଟ ମସଲା କମ୍ପାନୀ ଫରେନ୍ କଣ୍ଟ୍ରିରେ ବ୍ୟାନ୍ ହେବା ପରେ ମଧ୍ୟ ଭାରତ ସରକାର ଏପର୍ଯ୍ୟନ୍ତ ଏ ବିଷୟରେ ଜାଣିପାରିଲେ ନାହିଁ କାହିଁକି? ଆଉ ଯଦି ସରକାର ଜାଣିଛନ୍ତି ତେବେ ଲୋକମାନେ ଏପର୍ଯ୍ୟନ୍ତ ଏହା ବିଷୟରେ ଜାଣିନାହାନ୍ତି କାହିଁକି? ଏମ୍ଡିଏଚ୍ ଏବଂ ଏଭରେଷ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏହି ମସଲାରେ ଏଥିଲିନ୍ ଅକ୍ସାଇଡ୍ର ମାତ୍ରା ଅଧିକ ଥିବା କାରଣରୁ ଏହାକୁ ହଂକଂ ଓ ସିଙ୍ଗାପୁରରେ ବ୍ୟାନ୍ କରାଯାଇଛି। ଏସବୁ ମସଲାରେ ପେଷ୍ଟିସାଇଡ୍ର ମାତ୍ରା ଅଧିକ ଥିବାରୁ ଏହା କ୍ୟାନ୍ସର ସୃଷ୍ଟି କରୁଛି ବୋଲି ରିସର୍ଚ୍ଚରମାନେ ଜାଣିପାରିଛନ୍ତି। ଏହି ଏଥିଲିନ୍ ଅକ୍ସାଇଡ୍ କ'ଣ ଓ ଏହା କିପରି କ୍ୟାନ୍ସରର କାରଣ ବନୁଛି, ଚାଲନ୍ତୁ ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। 5 ଏପ୍ରିଲ 2024ରେ ହଂକଂର ସେଣ୍ଟର ଫର୍ ଫୁଡ୍ ସେଫ୍ଟି ଏକ ପ୍ରେସ୍ ରିଲିଜ୍ ଜାରି କରିଥିଲା। ଏହି ପ୍ରେସ୍ ରିଲିଜ୍ରେ ସେମାନେ କହିଥିଲେ ଯେ ଏମ୍ଡିଏଚ୍ ଓ ଏଭରେଷ୍ଟ ମସଲାରେ ସେମାନଙ୍କୁ ଏଥିଲିନ୍ ଅକ୍ସାଇଡ୍ର ଏକ ପେଷ୍ଟିସାଇଡ୍ ଦେଖିବାକୁ ମିଳିଥିଲା, ଯାହାକୁ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନ୍ସର ଗ୍ରୁପ୍ 1 କାର୍ସିନୋଜେନ୍ ଘୋଷଣା କରିଥିଲା। ଏଠାରେ କାର୍ସିନୋଜେନ୍ର ଅର୍ଥ ହେଉଛି ଆମ ପାଖରେ ପ୍ରୁଫ୍ ବା ଏଭିଡେନ୍ସ ଅଛି କି ଏହାଦ୍ୱାରା କ୍ୟାନ୍ସର ସୃଷ୍ଟି ହେଉଛି ବୋଲି। ଏହି ଏଜେନ୍ସିର ରିସର୍ଚ୍ଚ ଅନୁସାରେ ଏଥିଲିନ୍ ଅକ୍ସାଇଡ୍ ଦ୍ୱାରା ଆମକୁ ଲାଇମ୍ଫଏଡ୍ କ୍ୟାନ୍ସର ଓ ମହିଳାମାନଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର ଆଦି ଦେଖାଦେଇଥାଏ। ଏହି ପେଷ୍ଟିସାଇଡ୍ ଏମ୍ଡିଏଚ୍ ମସଲାର ସମ୍ବର ମସଲା, କରି ପାଉଡର ଏବଂ ଏଭରେଷ୍ଟର ଫିଶ୍ କରି ପାଉଡରରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହି ଏଜେନ୍ସିର କହିବା ମୁତାବକ ଏହି ପେଷ୍ଟିସାଇଡ୍ ସର୍ଟ ଟର୍ମରେ ତ କୌଣସି କ୍ଷତି କରିନଥାଏ, କିନ୍ତୁ ଲଙ୍ଗ୍ ଟର୍ମରେ ଏହା କ୍ୟାନ୍ସର ଭଳି ଖତରନାକ ଡିଜିଜ୍ର କାରଣ ବନିଥାଏ। ଏଥିଲିନ୍ ଅକ୍ସାଇଡ୍ ହେଉଛି ଏପରି ଏକ ଗ୍ୟାସ୍ ଯାହାକୁ ଆଣ୍ଟିଫ୍ରିଜ୍ ମଧ୍ୟ କୁହାଯାଇଥାଏ, ଯାହା ଥଣ୍ଡା ସମୟରେ ଗାଡ଼ିମାନଙ୍କରେ ପକାଯାଇଥାଏ, ଯାହାଦ୍ୱାରା ଗାଡ଼ିମାନଙ୍କର ଇଞ୍ଜିନ୍ ଥଣ୍ଡା ସମୟରେ ମଧ୍ୟ ଫ୍ରିଜ୍ ହୋଇନଥାଏ। ଏହା ହେଉଛି ବର୍ତ୍ତମାନ ଭାରତର ଏକ ଇମ୍ପୋର୍ଟାଣ୍ଟ ମ୍ୟାଟର, କାରଣ ଭାରତର 60%ରୁ ଅଧିକ ଲୋକ ଏମ୍ଡିଏଚ୍ ଓ ଏଭରେଷ୍ଟ ମସଲାକୁ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଏଇଟା କି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାର କି ଭାରତର କୌଣସି ହେଲ୍ଥ ଏଜେନ୍ସି ଏହା ବିଷୟରେ ରିସର୍ଚ୍ଚ କରିନାହିଁ। ଯେଉଁ ସବୁ ଫୁଡ୍ କମ୍ପାନୀମାନେ ନିଜ ନିଜର ପ୍ରଡକ୍ଟକୁ ମାର୍କେଟରେ ସେଲ୍ କରୁଛନ୍ତି, ତାକୁ ଭଲ ଭାବରେ ଯାଞ୍ଚ ପରେ ହିଁ ଲୋକମାନଙ୍କ ପାଖକୁ ପଠାଯାଉ। ତାହା ହେଲେ ହିଁ ଜଣେ ସାଧାରଣ ଲୋକ ମଧ୍ୟ ହେଲ୍ଦି ରହିପାରିବ। ଏବଂ ଆଉ ଗୋଟେ ଜିନିଷ ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ ଆମ ପାଇଁ, କି ଆମେ ବହୁତ ପରିମାଣରେ ପ୍ୟାକେଟ୍ ଫୁଡ଼୍କୁ ଆଭଏଡ଼୍ କରିବା ଏବଂ ହୋଲ୍ ଫୁଡ଼୍କୁ କନଜ୍ୟୁମ୍ କରିପାରିବା। ୟାନି ଘରର ଫଳ ଏବଂ ପନିପରିବାକୁ ଅଧିକ ମାତ୍ରାରେ କନଜ୍ୟୁମ୍ କରିବା ଆବଶ୍ୟକ। ଏବଂ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି କି ପ୍ରୋଟିନ୍କୁ ଆମ ଶରୀରରେ ମେଣ୍ଟେନ୍ ରଖିବା ନିହାତି ଦରକାର, ଯାହାଦ୍ୱାରା ଆମେ ନିଜର ଏବଂ ନିଜ ଫ୍ୟାମିଲି ମେମ୍ବରଙ୍କୁ ମଧ୍ୟ ହେଲ୍ଦି ରଖିପାରିବା। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ହେଲ୍ପଫୁଲ୍ ଲାଗୁଛି, ତେବେ ନିଜ ଫ୍ୟାମିଲି ମେମ୍ବରଙ୍କ ପାଖକୁ ନିଶ୍ଚିତ ସେୟାର କରନ୍ତୁ ଏବଂ ଭିଡ଼ିଓକୁ ଏକ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଗକୁ ଆପଣମାନେ କେଉଁ ସବୁ ବିଷୟରେ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, କମେଣ୍ଟ ସେକ୍ସନରେ ନିଶ୍ଚିତ କମେଣ୍ଟ କରି କୁହନ୍ତୁ।